अच्छा बाको झियो दे हेले ये छोटिया तू कहू अरे मु कहली मामा ने आपनकर गुरु स्वामी ठीक है मु नहीं अपराधी मु कहली गुरु बाबा कतो अछि रे बापा बाको स्त्री हेले तम झियो बाको झियो संपर्क होई गला बाको झियो के संपर्क होला ए छोटिया कहू अरे मु प्रमाण देबी हां दो प्रमाण झुकना अच्छा बता भलो बता राखी को था बता लज्जा कर जे मामा ने ए पिला माने स्वामी स्वामीला केମିତି जन्म है ये देश होची हमर गुरु शिष्य परंपरा देश आज्ञा आपण माने देखिए ଆମର ଦେଶଟା ହେଉଛି ଧର୍ମାଣ୍ଡ ଦେଶ ପୁଣ୍ୟାତ୍ମା ଦେଶ ଅନେକ ପୁଣ୍ୟାତ୍ମା ଏ ମାଟିରେ ଜନ୍ମଗ୍ରହଣ କରିଛନ୍ତି ଏ ଦେଶ ହେଉଛି ଆଜ୍ଞା ଗୁରୁ ଶିଷ୍ୟ ପରମ୍ପରା ଦେଶ ଆଚ୍ଛା ଆମେ ସମସ୍ତେ ଗୁରୁ କରୁ ଗୁରୁ କଲେ ଆମେ ଗୁରୁକୁ କିଛି ଦକ୍ଷିଣା ଦଉ କି ନାହିଁ ଯଦି ଦକ୍ଷିଣା ଦେଲେ যদি গুরু দশটি শিষ্যা তোতে কেতে দক্ষিণা দেইছিলা রে দক্ষিণা দক্ষিণা কেতে চল দেই টাইম পানি আজকে বেশি তো লাভ না আমাদের চতুর্থী দিন এই নিশা এই পানি চতুর্থী বললাম ভাই কিছু বসিয়া দেখি তো সেদিন উঠি বসি পারিনি গো আরে কোন কি আপকা দূর হই গেলা দেখতে দূর কি আপকা আরা নাকি ধারা করিয়ে বলি 3 কুইন্টাল খাসি 3 কুইন্টাল খাসি 3 কুইন্টাল পেটি মিশিয়ে আলা পুরা রূপালী পত্র সীমা করিয়ে বলি সমস্ত খাওয়াতে ওটা তো রসই লাগি ও খাই গেলি খাই দেই সারা পরে কোন কুড়িয়ে মিনিট যাইছি ওই রাতে বদলা তুই যাব হই গলা খালি আচ্ছা ଯୋଉ ଦିନ ତମେ ଭଲ ହେଲ ଆଜ୍ଞା ଆଜ୍ଞା ସେଦିନ ମଧ୍ୟ ହେଲା ଯୋଉ ଦିନ ତୁ ଭଲ ହେଲୁ ସେଇଦିନ ତଥାପି ତତେ କେତେ ଦକ୍ଷିଣା ଦେଇଥିଲା ସେ କଥା ତ ଖ୍ୟାଲ ନାହିଁ ଘେରିବା କଥା ଖ୍ୟାଲ ପକିରେ ସୁପାରି ପୁରା ସୁପାରି ନା ମତେ ଗିଲାସେ କ୍ଷୀର ଦେ चतुर्थ दिन स्त्री स्वामी को दक्षिणा दिए केते दक्षिणा दिए किए माँ जदि कहिदब पेटे 500 टंका पुरस्कार दे 500 टंका मुझे से माँ को पेमेंट ले देवी स्वामी को केते दक्षिणा दिए देवी कैंडल में कहली मु सकल समस्त का करे कीनो गिलास खाई भाई तो लगे कि काई ए बात को तू मार खाई करो खान जीवो अरे ना मां मांगे कौन तू केते दक्षिणा दे के कहा भी मने नहीं समस्त दक्षिणा दे खती हेले केते आबी समान ख्याल होई बता सते खराब चतरो तकरो आया मां माने दक्षिणा केते दियती स्त्री माने स्वामी को ए विश्व रे जेते नारी अछंती समस्त समान रेट रे दक्षिणा दियती के बेसी दियती नि आ कम दियती समान रेट विश्व रे जेते विश्व रे जेते नारी अछंती समान रेट रे दक्षिणा दियती सेटा केते केते
ଟଙ୍କା 3.5 ଟଙ୍କା ଦିଅନ୍ତି खुचरा पैसा चोड़ूनी ଆରେ 3.5 ଟଙ୍କା ଖୁଚୁରା ପଇସା କଥା ମୁଁ କହୁନି ଲେଖିଲେ ଅଭିରାମ ପରମହଂସ ସେ କଣ ଲେଖିଲେ ସେ ଲେଖିଲେ ଗୋଟିଏ ପଦ 3 ଟଙ୍କା 8 ଅଣାରୁ ବଞ୍ଚିତ ମତେ କରିବ ନାହିଁ 3 ଟଙ୍କା 8 ଅଣାରୁ ବଞ୍ଚିତ ମତେ କରିବ ନାହିଁ 3 ଟଙ୍କା ଶରୀରଟାକୁ ମାପିଲେ ଯେ ଯା ହାତରେ ହବ 3.5 ଯେ ଯା ହାତରେ ନିଜକୁ ମାପିବ 3.5 ହାତ ହବ ଆରେ ମନ ତ 3.5 ହାତ ଯେ ଯା ହାତରେ 3.5 ହାତ ମୋ ହାତରେ ମୁଁ 3.5 ହାତ ସେ ଛୁଆ ତା ପିଲା ହାତରେ ସିଏ 3.5 ହାତ ମା ବସୁଛି ତାଙ୍କ ହାତରେ 3.5 ହାତ ଏଇ 3.5 ଟଙ୍କାକୁ ଦକ୍ଷିଣା ସ୍ୱାମୀକୁ ଦକ୍ଷିଣା ଦେଲେ ଏ ପୁଅ ଝିଅ ମାନେ ସବୁ ସୃଷ୍ଟି ହୋଇଥାନ୍ତି ଅଭିରାମ ଖାଲି କହିନାହାନ୍ତି ଆଜ୍ଞା ସନ୍ଥ କବି ଜନ୍ମରୁ ଅନ୍ଧ କବି ଭୀମ ଭୋଇ ମତେ ଲେଖିଲେ ଅଭିରାମ କହିଲେ 2 ଟଙ୍କା ଇଏ ଭୀମ ଭୋଇ କଣ କହିଲେ ଓ ନାମିକା ନାମେ ଶ୍ୟାମ ଏକ ଥିଲା କୁମ୍ଭାର ରହିଲେ ତିନୋଟି କୁମ୍ଭାର ରହିଲେ ତିନୋଟି ଦୁଇଟା କୁମ୍ଭାର ବଢା ଗଢି କଲେ ଗୋଟିଏ ଗଢିଲା ନାହିଁ ଯୋଉ କୁମ୍ଭାରଟି ଗଢିଲା ନାହିଁ ସେ ଆଖିଟା ଗଢିଲା ତିନୋଟି ଆଖିଟା ଗଢିଲା ତିନୋଟି ଦୁଇଟି ଆଖିଟା ଭାଙ୍ଗିଲେ ଗଲା ଗୋଟିଏ ଭାଙ୍ଗିଲା ନାହିଁ ଯୋଉ ଆଖିଟା ଭାଙ୍ଗିଲା ନାହିଁ ସେ ଚାଉଳ ପଡିଲା ତିନୋଟି ଦୁଇଟା ଚାଉଳ ଫୁଟି କଟା ଗଲା ଗୋଟିଏ ଫୁଟିଲା ନାହିଁ ଯୋଉ ଚାଉଳ ଫୁଟିଲା ନାହିଁ ସେ କୁଣିଆ ଖାଇଲେ ତିନୋଟି ଦୁଇଟା କୁଣିଆ ଭୁଲା ଭୁଲି କଲେ ଗୋଟିଏ ଫୁଟିଲା ନାହିଁ ଆଉ ଯୋଉ କୁଣିଆଟି ଭୁଲିଲା ନାହିଁ ସେ ମାରିଦେଲା ଏକ ନାକେ ଭୁଲିଲା ନାହିଁ ସେ ପୋଖରୀ ଖୋଳିଲା ତିନୋଟି ପୋଖରୀ ଶୁଖି ଶୁଖା ଗଲା ଗୋଟିଏ ଶୁଖିଲା ନାହିଁ ଆଉ ଯୋଉ ପୋଖରୀ ଶୁଖିଲା ନାହିଁ ସେ ବାଳିଆ ରହିଲେ ତିନୋଟି ବାଳିଆ ମରିମୁରା ଗଲେ ଗୋଟିଏ ମରିଲା ନାହିଁ ଯୋଉ ବାଳିଆଟି ମରିଲା ନାହିଁ ସେ ମାରିଦେଲା ଏକ ନାକେ ହାତ ଛାଡ଼ି ଚିରି ପଳାଇଲା ହାତ ପରିଚୟ ଆସିଲା କୋଉଠୁ ଗୋଲା କେତେ ରହିଲା କେତେ ମୁଁ କହିଲି ଶାଢ଼ୀର ଲମ୍ବା
ବାର ହାତ ତିନି ହାତ ତେର ହାତ ହାତେ କୋଉଠୁ ଆସିଲା এইটা কার কম ଆରେ ହିସାବ ଦେଖିଥିବ এইটা পুরা ডাহানি ছড়িয়ে হ্যাঁ? হ্যাঁ ডাহানি ଆରେ ମିଛ ମୁଁ କହିବି ଆଉ এটা ডাহানি ছড়িয়ে ଏ ପେଣ୍ଡାରେ ଛିଡାଇ ପୁରୁଷ କହିବି ଆଉ 12-13 হাত জানবো কি গুড়ি দিয়ে খাই আরে ভীম বইক লেখা হ্যাঁ এ যাই যাই লেখা নো ইয়ে কোন কইলে অনামিকা নামে গ্রাম এক ଥିଲା হ্যাঁ কুমার রইলে কেମିତି? ଆଉ ଅନାମିକା ଗ୍ରାମ ଜାଣିଲୁ ଅନାମିକା ଗ୍ରାମ। ଅସ୍ତି ଅନାମିକା ଗ୍ରାମ ଆରେ ଅସ୍ତି ନୁହ ଆଉ ରାଢିଆନ ଆଉ ଅବୁକିଆ ଅଧୁପିଆନ ଆଉ କଣ ଅରୂପତଗା ଓ ରୂପକଗା ଆରେ ପାଲା ଗାଇବାକୁ ଯାଇଛୁ ଅନେକ ଗାଁକୁ ଏ ଗାଁର ନାମ ଯେମିତି ରାଜୁଣ୍ଡା ସେମିତି ପ୍ରତ୍ୟେକ ଗାଁର ନାମ ଅଛି ଭୀମଭୂଇଁ କହିଲେ ଏମିତି ଗୋଟେ ଗାଁ ଅଛି ତା ନାଁ ହଉଛି ଅନାମିକା ଅନାମିକା ଗାଁ କୋଉଟା ଆଜ୍ଞା ଅନାମିକା ଗାଁକୁ ଆପଣମାନେ ସମସ୍ତେ ଯାଇଛନ୍ତି ସମସ୍ତେ ଯାଇଛନ୍ତି ଏଠି ଯେତେ ଅଛନ୍ତି ସମସ୍ତେ ଅନାମିକା ଗାଁରେ ଘର କରିଛନ୍ତି ବା କଣ ଅନାମିକା ଗାଁ କଣ ଅନାମିକା ଗାଁ ହଉଛି ଆଜ୍ଞା ଏ ଶରୀରଟା ହଉଛି ଅନାମିକା ଗାଁ ଏ ଶରୀରଟା ହଉଛି ଏଥିରେ 3 ଜଣ କୁମ୍ଭାର ରହିଲେ କୁମ୍ଭାର କିଏ ଆରେ ରହ ଅନାମିକା ନାମେ ଗ୍ରାମ ଏକ ଥିଲା କୁମ୍ଭାର ରହିଲେ 3ଟି ଆଜ୍ଞା ଜଗତକୁ ଆସିଲେ ବ୍ରହ୍ମା ବିଷ୍ଣୁ ମହେଶ 3 ଜଣ କୁମ୍ଭାର ବ୍ରହ୍ମାଙ୍କ କାମ କଣ ସୃଷ୍ଟି ସର୍ଜନା କଲେ ବିଷ୍ଣୁଙ୍କ କାମ ହଉଛି ପାଳନ କର୍ତ୍ତା ଶିବ ହଉଛି ସଂହାର କର୍ତ୍ତା ये 3 ଜଣଙ୍କ ଭିତରୁ 2ଟା କୁମାର ଗଢା ଗଢି କଲେ କିଏ ଗଢିଲା କିଏ ନ ଗଢିଲା କିଏ ଗଢିଲା ଆଜ୍ଞା ନା ବ୍ରହ୍ମା ସୃଷ୍ଟି କଲେ ଶିବ ସଂହାର କଲେ 2ଟା କୁମାର ଗଢା ଗଢି କଲେ ଗୋଟିଏ କୁମାର ଗଢିଲା ଶେଷ ପର୍ଯ୍ୟନ୍ତ ଶୋଇଛନ୍ତି ହନତ ଶଯ୍ୟା ନାରାୟଣ ସିଏ କଲେ ନାହିଁ ଶୋଇଥିଲେ ତାଙ୍କ ଇଙ୍ଗିତରେ 3ଟା ହାଣ୍ଡି ତିଆରି ହେଲା ସେ ହାଣ୍ଡି କମାଣ୍ଡି ମା ମାନେ କମାଣ୍ଡି ଆରେ ସ୍ୱର୍ଗ ମଧ୍ୟ ପାତାଳ ଆମ ଶରୀରରେ ସ୍ୱର୍ଗ ମଧ୍ୟ ପାତାଳ କୋଉଟା ଅତି ପାଖରୁ ପାଦ ପର୍ଯ୍ୟନ୍ତ ପାତାଳପୁର ପାଖରୁ କଣ୍ଠ ପର୍ଯ୍ୟନ୍ତ ମର୍ତ୍ତ୍ୟପୁର ये कंठ पाखरु मस्तक पर्यंत इटा स्वर्गपुर रे दुईटा आटिका भांगी रुचि गला दुटिए आटिका भांगिला नाही कोन दुईटा आटिका भांगिला जेते बेले हमर प्रलय हुए सेते पातालपुर भी नष्ट हो जाए जलमग्न हो गला मर्त्यपुर मध्य नष्ट हो जाए शेष पर्यंत रहे स्वर्गपुर 2टा आटिका भांगी रुचि गला गोटे आटिका भांगिला नाई आज्ञा शेष पर्यंत अच्छी स्वर्गपुर आम मस्तकटा आज्ञा ये केते बेलर कथा मनुष्य जेते बेले शेष सूर्यारे शुए शेष बेले शुई जाए सेतिकी बेलर कथा 2टा आटिका भांगी जाए प्राण छाड़ी छाड़ी आसे पातालपुर नष्ट ये मर्त्यपुर नष्ट शेष स्वर्गपुर निश्वास लोक जीवा आज्ञा 2टा आटिका भांगी रुचि गला गोटे आटिका भांगिला नहीं स्वर्गपुर रहिला 3टा चाउल आसी पड़ा से हांडी 3टा चाउल पड़ा से हांडी कौहांडी हांडी आज्ञा कौहांडी नहीं 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 आओ से हांडी का कौहांडी
ସୃଷ୍ଟି ହେଲା ସାତ୍ଵିକ ରାଜସିକ ତାମସିକ। ଆଜ୍ଞା ଆମର ଏ ସମାଜରେ ରାଜସିକ ଲୋକ ଅନେକ, ତାମସିକ ଲୋକ ଅନେକ, କିନ୍ତୁ ସାତ୍ଵିକ ଲୋକ ବାଛି ବାଛି ଜଣେ। ଯୋଉ ଚାଉଳଟି ଫୁଟିଲା ନାହିଁ ସେ କୁଣିଆ ଖାଇଲେ ତିନୋଟି। ତିନି ଜଣ କୁଣିଆ କିଏ? ତିନି ଜଣ କୁଣିଆ କହିଲି ପରା। ଜୀବ ମନ ପର। ଜୀବ ମନ ପରମ। ଆଜ୍ଞା ତିନି ଜଣ ଆଇଲେ ଖାଇବ ବୋଲି ସାତ୍ଵିକ ରୂପ ଚାଉଳ। ଦୁଇଟା କନିଆ ଭଣ୍ଡା ମୁନି କରି କିଏ ଭଞ୍ଜି ପାରିଲା? ଏ ମା ମାନେ କଥା ବୁଝିପାରୁଛନ୍ତି? ବିଷୟ ଉପରକୁ ଚାଲିବା। ଏ ଆଧ୍ୟାତ୍ମିକ ତତ୍ଵ କଥା ମା ମାନେ ବୁଝିପାରୁନାହାନ୍ତି। ମା ମାନେ ବୁଝିପାରୁନାହାନ୍ତି। ମୁଁ ଜାଣେ ମୁଁ ବିଷୟକୁ ଗଲେ ଯାବତୀୟ କଥା କହିବି। ବିଷୟକୁ ପଳେଇବ ନା କଣ କରିବା? ହଁ ତେଣୁ ଏ କୁଣିଆ ହଉଛି କିଏ ଆଜ୍ଞା? ଜୀବ ମନ ଆସିଲେ ଚାଉଳକୁ ଖାଇବା ପାଇଁ କିଏ ନା ଜୀବ ମନ ପରମ। ଜୀବ କିଛି ଖାଇଲା, ଇଏ ମନ କିଛି ଖାଇଲା। ମନ ବର୍ତ୍ତମାନ କହୁଛି ଯାହା ଖାଇବି, ଇଏ ଜୀବ ଜୀବ ଚା ଦୋକାନରୁ ଚା ଖାଇବା ଆସିବ। ଏ ଦି ଜଣ ଖାଇବେ। ଆଜ୍ଞା ଜଣେ ଖାଉନି ପରମ। ସିଏ ଖାଏ ନାହିଁ, ସେ ଶୁଏ ନାହିଁ, ତାର ମୃତ୍ୟୁ ନାହିଁ, ତାର ଜନ୍ମ ମଧ୍ୟ ନାହିଁ। କୁଣିଆଟି ଭଞ୍ଜିଲା ନାହିଁ ସେ ପୋଖରୀ ଖୋଳିଆ ତିନୋଟି। ଆଜ୍ଞା ତିନିଟା ପୋଖରୀକେ ଇଅଁଳା ପିଅଳା ସୁଷୁମ। ଆଜ୍ଞା ତିନିଟା ହାଣ୍ଡି ଆଜ୍ଞା ପୋଖରୀ ସୃଷ୍ଟି ହେଲା। ସେ ପୋଖରୀରେ ପାଳି ଆସିକି କଫ ବାତ ପିତ। ହଁ ଦୁଇଟା ବାଳିଆ ମରି ମୁରା ଗଲେ। ଆଜ୍ଞା କଫ ପିତ ଆଜ୍ଞା ସେଦିନ ମରିଗଲେ। ଶେଷ ପର୍ଯ୍ୟନ୍ତ ରହିଲା ବାତ। ବାତ ମଧ୍ୟ ପବନ। ବାତ ବଳଦ ପବନ। ଏ ପବନ ଟିକକ ଯିବା ଆସିବା କରୁଛି। ଆଜ୍ଞା ମରିବାକୁ ଠିକ 10 ମିନିଟ ବାକି ଥିବ। ଆଜ୍ଞା ଯାହା ପାଣି ଖାଉନି ପୁରା 5 ଦିନ ଧରିକି ସେତେବେଳେ ଯାହା ଦେଲେ ଢକ 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 କରି ଖାଇଦିଅ। ଯେତେବେଳେ ଖାଇଦିଅ ପିଲାମାନେ କହୁଥିବେ କଣ ବାପା ବଞ୍ଚିଯିବେ। ସମୟ ଶେଷ ହେଲାଣି, ଯାହା ଦେଲେ ସେ ଢକ ଢକ କରି ପିଇଯିବ। ତେଣୁ ଏ ଜୀବ ଶେଷ ପର୍ଯ୍ୟନ୍ତ ଯେତେବେଳେ ଜାଳିଯିବ 12 ହାତ ଶାଢ଼ୀ 3 ପଳାଇଲା 13 ହାତ ପଡ଼ିଲା। ଏ ମଣିଷ ନିଶ୍ୱାସ ନଉଛି ଭିତରକୁ ଯାଉଛି 12 ଆଙ୍ଗୁଳି, ବାହାରକୁ ଯାଉଛି 12 ଆଙ୍ଗୁଳି। 12 ଆଙ୍ଗୁଳି ତାର ନାସାଗରୁ 12 ଆଙ୍ଗୁଳି। ହଁ ସେଗୁଡକୁ ଦେଖା ସେଇ ବଳୁ ଦେଖାଅ। ହାତ ମାର 12 ଏଠି 12 ଭିତରକୁ ଯିବ 12 ଏଇ 12 ଆଙ୍ଗୁଳିରୁ ଯେତେ 13 ଆଙ୍ଗୁଳି ହେଇଯିବ ସେ ଆଉ ଫେରିବ ନାହିଁ। ମା ମାନେ ଉଦାର ହେବୁ ଯେବେ ଭବ ସାଗରୁ ପଦରେ ଆମେ ଆଶ୍ରିତ ହେବା। ସମସ୍ତେ ଏକ ସ୍ୱରରେ
ଆଜ୍ଞା ପାଖରା ପରଶ ମୋର କହିଛି ଆଜି ହେଉଛି ପବିତ୍ର ଶିବରାତ୍ରି এই ଶିବରାତ୍ରି ଉପଲକ୍ଷେ ମାନେ ଆପଣମାନେ ଯେତେବେଳେ ଯେତେ ରୁଦ୍ଧିଭୂତ ହେଇଛନ୍ତି କଥା ପଚାରିବି ସତ କହିବ ମା ମାନେ ସତ କହିବ ସତ କହିବ ସତ କହିବ ମା ମାନେ ସତ କହିବ ମହାଶିବରାତ୍ରି ବ୍ରତ କରିଛନ୍ତି ଜାଗର ଜାଳୁଛନ୍ତି ଉଜାଗର ରହି ଦୀପ ଜଳୁଛି ଦୀପକୁ ଅନେଇ ଅଛନ୍ତି କେହି ମୁହଁରେ ଥରେ କଣ ଡାକିଲେ ଶିବଙ୍କର ପଞ୍ଚାକ୍ଷର ନାମ ଲେଖିଛ କେତେବେଳେ ସମୟ ପାଇଛ ଚିତ୍ତରେ ଏକାଗ୍ର ଚିତ୍ତରେ 108 ଶିବ ନାମ ଜପ କରିଛ ମା ମାନେ ମୋ ସାଙ୍ଗରେ ସମସ୍ତେ କୁହନ୍ତୁ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଆରେ ମୁଁ କହୁଛି ବା ମା ମାନେ ସମସ୍ତେ ଦେଖନ୍ତୁ ଆମେ ଅସନା କଥା କହୁନୁ ଆମେ ଆଜେ ବାଜେ କଥା କହୁନୁ ଯାହାଙ୍କ ପାଇଁ ବ୍ରତ ଯାହାଙ୍କ ଉଦ୍ଦେଶ୍ୟରେ ବ୍ରତ ଯାହା ପାଇଁ ଆଜି ଜାଗର ରାତିଟା ପହାଇବ ତାଙ୍କର ନାମ ଟିକେ ନବାନି ଏ କେମିତିଆ କଥା ସମସ୍ତେ ମା ଏକ ସ୍ୱରରେ ସମସ୍ତେ ଆପାତତ ଥରେ କୁହ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ମୋ କଥା କଣ ଖରାପ ଲାଗୁଛି ଆଜି ଆମେ ରାତି ପାଇଛେ ଲମ୍ବା ରାତ୍ରି ଏ ରାତ୍ରି ଜୀବନରେ ମାତ୍ର ବର୍ଷକୁ ଥରେ ପଡ଼େ ବର୍ଷକୁ ଥରେ ଶିବ ମହାରାଜ ଶିବରାତ୍ରି এই ଶିବରାତ୍ରିରେ ଶିବଙ୍କର ପଞ୍ଚାକ୍ଷର ଜପିବା ନିହାତି ଦରକାର ଆଜ୍ଞା 5 ଥର ଜପିଲେ ଶିବଙ୍କର ପଞ୍ଚାକ୍ଷର 5 ଥର ଜପ କରନ୍ତୁ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଯେ କେହି ଲୋକ ଯଦି ୟାକୁ ଜପ କରିବ 108 ଥର ତାଠୁ ପୁଣ୍ୟ ଆଉ ଜଗତରେ କିଛି ନାହିଁ ରେ ଆରେ ଆରେ ହୁଇସେଲ ବଜେଇଲୁ କାହିଁକି ହୁଇସେଲ ମାରଦେଲାନି ବଜେଇବାକୁ ବାଜିଲା ଏ ପକେଟରେ ଥିଲେ କଣ ବାଜିଲା ନା ବଜେଇବାକୁ ବାଜି ଆରେ କାଇଁ କୋଉ ଉଦ୍ଦେଶ୍ୟରେ ବାଜିଲା ବର୍ତ୍ତମାନ ନାଟକଟି ହବ ନାଟକ ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଅଛି ମେଲୋଡି କାର୍ଯ୍ୟକ୍ରମ ଚାଲିବ ମେଲୋଡି କାର୍ଯ୍ୟକ୍ରମ ଚାଲିବ ଆମ ଗହଳିରେ ଅଛନ୍ତି ଆମ ବଡ ଭଉଣୀ ସେ ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ କରି ଆଉ ଗାଇବେ ଗାଇତା ଦୌଡନ୍ତୁ ଗାଇଲେ আজি হচ্ছে মহাশিবরাত্রি দেখো শিবঙ্গ উদ্দেশ্যে গোটে ভজন গাইলে কেমতি হব কোহনি দেখো শিবঙ্গ উদ্দেশ্যে গোটে ভজন গাইবা তুন্ডে নিয়া শিব নাম তুন্ডে নিয়া শিব নাম লোড়া নাই লোড়া চারি ধাম
କହିଲୁ ନା ସାର୍ ଗାଉଥିଲା ବୋଲି ମୁଁ ଗାଇ ଡାକିଲି। ମୂର୍ଖ ଆରେ ବା କେଡ଼େ ଭଜନ ସୁନ୍ଦର ଭଜନ ଯେ ଗାଇଲା ମନ ମୁଗ୍ଧକର ଭଜନ ଶୁଣ ତତେ ଚିହ୍ନିଛି ମୁଁ ନୀଳଗିରି ତତେ ଚିହ୍ନିଛି ମୁଁ ନୀଳଗିରି କାଳିଆରେ ତତେ